ମାନେ ଦେଖନ୍ତୁ ଯେ ନବ ଦାସଙ୍କର ହତ୍ୟାକାଣ୍ଡ ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟ ନିଶ୍ଚିତ ଭାବରେ ତାକୁ ଆମେ ସିବିଆଇ କରିବା କିମ୍ବା କାହିଁରେ କରିଲେ ତାଙ୍କ କଲଫିଟ୍ ମେନ୍ କଲଫିଟ୍ ଧରା ପଡ଼ିବେ ସେଟାକୁ ସରକାର ନିଷ୍ପତ୍ତି ନେବା ଆବଶ୍ୟକ ଅଛି। ତେଣୁ ସିବିଆଇ ଯେଉଁ ଡିମାଣ୍ଡ କରିଛନ୍ତି ତାଙ୍କର ପରିବାରର ସେ ତ ସଦସ୍ୟ ସେ ନିଜ ଝିଅ କହୁଛନ୍ତି ନିଶ୍ଚିତ ଭାବରେ ସିବିଆଇ ସହ ତଦନ୍ତ କଲେ ଭଲ ହେବ। ଯେଉଁଟାକୁ ଯିଏମାନେ ଆକ୍ଚୁଆଲି ସେଠି ଯିଏମାନେ ସମ୍ପୃକ୍ତ ଅଛନ୍ତି ସେମାନେ ଧରା ପଡ଼ିଲେ ଆମର ଗୋଟେ ଏକ୍ସ ମିନିଷ୍ଟର ଯିଏ ଥିଲେ ସେତେବେଳେ ମନ୍ତ୍ରୀ ଥିଲେ ସେହି ସମୟରେ ଏତେବେଳେ ଘଟଣା ହେଲା ନିଶ୍ଚିତ ଭାବରେ ଦୁଃଖଦାୟକ ଘଟଣା। ତେଣୁ ସିବିଆଇ ତଦନ୍ତ ହେବା ଜରୁରୀ। କିଛି ନାଇଁ ସେତେବେଳେ ତ କ୍ରାଇମବ୍ରାଞ୍ଚ ଏବଂ ଅନ୍ୟାନ୍ୟ ତଦନ୍ତ ମାଧ୍ୟମରେ ତଦନ୍ତ ଧରା ପଡ଼ିଥିଲେ ଏବଂ ସେ ତ ଜେଲରେ ଅଛନ୍ତି ଆପଣ ସମସ୍ତେ ଜାଣିଛନ୍ତି। ତେଣୁ ଯାହା ଡିମାଣ୍ଡ କରୁଛନ୍ତି ତାଙ୍କ ପରିବାରର ଯେଉଁ ଡିମାଣ୍ଡ ଉଚିତ ଅଛି ବୋଲି ଭାବୁଛି ମୁଁ। ତେଣୁ ସରକାର ନିଷ୍ପତ୍ତି ନେଲେ ଭଲ ହେବ। ସରକାର ଯିବା ପରେ ତାଙ୍କ ପରିବାର କାହିଁକି ସନ୍ଦେହ ପ୍ରକାଶ କରୁଛନ୍ତି? ପୂର୍ବରୁ ତଦନ୍ତକୁ କହୁଥିଲେ ଠିକ୍ ଚାଲିଛି, ଠିକ୍ ଅଛି, ଏବେ ସନ୍ଦେହ ପ୍ରକାଶ କରୁଛନ୍ତି? ନାଇଁ ନାଇଁ ସେମାନେ ସନ୍ଦେହ ପ୍ରକାଶ କରୁନାହାନ୍ତି। ମୁଁ ଭାବୁଛି ସେମାନଙ୍କ ଭିତରେ ଯେହେତୁ ଯିଏ ବି ହେଉ ନିଜ ବାପାଙ୍କର ଦେହାନ୍ତରେ ନିଶ୍ଚିତ ଦୁଃଖିତ ଥିବ। ସେ ଚାହିଁବ ଯେ ଆକ୍ଚୁଆଲି କଲଫିଟ୍ ଧରା ପଡ଼ିବ କିଭଳି ଭାବରେ ଏବଂ ଆଉ କିଏ କିଏ ରହିଯାଇଛନ୍ତି କାଳେ ଆଉ ଟିକେ ଅଧିକ ଯେହେତୁ ସିବିଆଇ ଗୋଟେ ଆପଣ ଜାଣିଛନ୍ତି ସର୍ବଭାରତୀୟ ସ୍ତରରେ ସେ ଗୋଟେ ଇଣ୍ଡିପେଣ୍ଡେଣ୍ଟ ବଡି ଏବଂ ସେ ଗୋଟେ ଭଲ ତଦନ୍ତକାରୀ ସଂସ୍ଥା। ତେଣୁ ସେ ତଦନ୍ତକାରୀ ସଂସ୍ଥା ହେଲେ ଖୁବ୍ ଶୀଘ୍ର ଧରା ପଡ଼ିବ ବୋଲି ଭାବୁଛନ୍ତି ବୋଧେ ମୁଁ ଭାବୁଛି। ନାଇଁ ସେଟା ତାଙ୍କର ମତ କ'ଣ ମୁଁ ଜାଣିନାହିଁ କିନ୍ତୁ ମୋର ବିଶ୍ୱାସ ଅଛି ସିବିଆଇ କଲେ ନିଶ୍ଚିତ ଭାବରେ ଆକ୍ଚୁଆଲି କଲଫିଟ୍ ଧରା ପଡ଼ିବ ଏବଂ ଯିଏମାନେ ବି ସମ୍ପୃକ୍ତ ଅଛି ଧରା ପଡ଼ିବ। ସେ ତାଙ୍କର ଯାହା ସେ ସନ୍ତୁଷ୍ଟ ଥିଲେ ମୁଁ ଭାବୁଛି ଏବେ ଆହୁରି ସେ ଚାହୁଁଛନ୍ତି ଆହୁରି ଅଧିକରୁ ଅଧିକ ଗୁରୁତ୍ୱର ସହ ତାକୁ ମାନେ କିଭଳି ଇନକ୍ୱାରି କରାଯାଉ ଏବଂ ତଦନ୍ତ କରାଯାଉ ଯଦ୍ୱାରା କି ସେ ତାଙ୍କର ଯିଏ ଭାବୁଛନ୍ତି କି କିମ୍ବା ଯେଉଁମାନେ ସମ୍ପୃକ୍ତ ଥିଲେ କେତେ ଜଣ ହୁଏତ ଛାଡ଼ିଦେବେ ବୋଲି ଭାବୁଥିବେ ସେମାନଙ୍କୁ ଧରା ପଡ଼ିଲେ ଉଚିତ ନ୍ୟାୟ ମିଳିବ ବୋଲି ସେ ଭାବୁଛନ୍ତି। ଆଉ ଗୋଟେ କଥା ହଉଛି ସଂଗଠନ କଥା ଯଦି ଦେଖିବା ତାହେଲେ ବିଜେପି ବର୍ତ୍ତମାନ ଗୋଷ୍ଠୀ କନ୍ଦଳ ତୀବ୍ର ହେଲା। କାଲି କିଛି ବରିଷ୍ଠ ନେତା ବସିଥିଲେ, କିଛି ଦିନ ପୂର୍ବରୁ ଯୁବ ବିଧାୟକ ଯେଉଁମାନେ ପୂର୍ବରୁ ଥିଲେ ସେମାନେ ବସିଥିଲେ। ଏ ସମସ୍ୟା କାହିଁକି ଦେଖାଯାଉଛି? ନାଇଁ କୌଣସି ଆମର ସଂଗଠନରେ କୌଣସି ଅସୁବିଧା ନାହିଁ କିମ୍ବା ଗୋଷ୍ଠୀ କନ୍ଦଳ ନାହିଁ। ଆପଣ ଜାଣିଛନ୍ତି ଚର୍ଚ୍ଚା ଆଲୋଚନା ଆମ ଦଳ ଭିତରେ ହେଉଛି କିଭଳି ଭାବରେ ସଂଗଠନକୁ ଆମେ ତ ସୁଦୃଢ଼ ଅଛି ସଂଗଠନ କିନ୍ତୁ ଆହୁରି ଆଗକୁ ପଞ୍ଚାୟତ ଇଲେକ୍ସନ୍ ଅଛି, ପୌର ନିର୍ବାଚନ ଅଛି, ଆମର ସଂଗଠନ ଆଉ ସୁଦୃଢ଼ ଆମର ଏବେ ଫେବୃଆରୀରେ ଆମର ଚେଞ୍ଜ ସବୁ କିଭଳି ଭାବରେ ଆଉ ଥରେ ଆମର ଯେଉଁ ଭୋଟର ଲିଷ୍ଟ ତିଆରି ହୋଇସାରିଲାଣି ଆକ୍ଟିଭ୍ ମେମ୍ବରମାନଙ୍କର ସେ ଅନୁସାରେ ଆମର ଯେଉଁ ପ୍ରକ୍ରିୟା ଅଛି ସେ ପ୍ରକ୍ରିୟା ପ୍ରକାରେ ଆଉ ଥରେ ସଭାପତି ନିର୍ବାଚିତ ହେବେ ଆମର ଦଳର, ତାପରେ ପଞ୍ଚାୟତ ସଭାପତି ହେବେ, ଆମର ବ୍ଲକ ସଭାପତି ହେବେ, ଜିଲ୍ଲା ସଭାପତି ହେବେ। ସେ ବିଷୟରେ ଆଲୋଚନା ପର୍ଯ୍ୟାଲୋଚନା ସବୁବେଳେ ଚାଲିଛି, ଯୁବମାନଙ୍କ ଭିତରେ ଚାଲିଛି ଏବଂ ସିନିୟରମାନଙ୍କ ଭିତରେ ଚାଲିଛି। ନିଶ୍ଚିତ ଭାବରେ ଆମେ କିଭଳି ଭାବରେ ଆମର ସଂଗଠନକୁ ସୁଦୃଢ଼ ରଖିବୁ ଏବଂ ଆଗାମୀ ଦିନରେ ଆହୁରି କିଭଳି ଭାବରେ ଅଧିକରୁ ଅଧିକ ସଂଗଠନ ସୁଦୃଢ଼ ହେଲେ ଆମ ଦଳ ତ ସୁଦୃଢ଼ ଅଛି। ଆପଣ ଜାଣିଛନ୍ତି ଆମର ଗଲା ନିର୍ବାଚନରେ ଆମେ ସବୁ ଦଳଠୁ ଅଧିକ ଭୋଟ ମଧ୍ୟ ପାଇଛୁ। ଆମ ସଂଗଠନ ସୁଦୃଢ଼ ଅଛି। ଆହୁରି କିଭଳି ସଂଗଠନ ଆହୁରି ସୁଦୃଢ଼ ରହିବ, ଲୋକଙ୍କର ଆସ୍ଥା ବିଶ୍ୱାସ ଅଛି। ଆପଣ ଦେଖୁଛନ୍ତି ଯେଉଁଠି ନବୀନ ପଟ୍ଟନାୟକ ଆମର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିଲ୍ଲା ସଭାପତି ଆମର ରାଜ୍ୟ ସଭାପତି ଯାଉଛନ୍ତି ସେଠି ଦେଖୁଛନ୍ତି ଆପଣ ହଜାର ହଜାର ସଂଖ୍ୟାରେ ଲୋକମାନେ ଆସୁଛନ୍ତି। ଆମେ ଦରଦାମ ବୃଦ୍ଧି ବିରୋଧରେ ଯେତେବେଳେ ଆମେ ଲୋକଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ଦେଖି ଓଡ଼ିଶାର ଆମେ କରିଥିଲୁ ଏଠି ମଧ୍ୟ ଦେଖନ୍ତୁ ହଜାର ହଜାର ସଂଖ୍ୟାରେ ଲୋକ ଆସିଥିଲେ। ତେଣୁ ଆମର ଚେଷ୍ଟା ଅଛି ଜନସାଧାରଣଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି କିଭଳି ଭାବରେ ଆମର ସଂଗଠନ ମଜବୁତ ରହିବ ତା ସହିତ ଜନସାଧାରଣଙ୍କ ସ୍ୱାର୍ଥ କିଭଳି ଭାବରେ ହାସଲ ହେବ ସେଇଥିପାଇଁ ଚେଷ୍ଟା। ନାଇଁ ନାଇଁ ସେମିତି ଏକପାକିଆ ନାହିଁ, ସବୁବେଳେ ଆଲୋଚନା ପର୍ଯ୍ୟାଲୋଚନା ହେଉଛି। ସିନିୟରକୁ ଜୁନିୟରକୁ ଛାତ୍ରକୁ ମହିଳାକୁ ସମସ୍ତଙ୍କୁ ନେଇକରି ଆଲୋଚନା ହେଉଛି ସବୁ କ୍ଷେତ୍ରରେ। ଆମେ ଯାହା ଦେଖୁଛୁ ଯେତେବେଳେ ଆମର କମିଟି ଯେଉଁ ଗଠନ କରାଯାଇଥିଲା 15 ଜଣିଆ କମିଟିରେ ମୁଁ ମଧ୍ୟ ଅଛି ସେଠି ଯେତେବେଳେ ମଧ୍ୟ ଯାହା ଦରକାର ହେଉଛି ଆମର ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଆମକୁ ସବୁ ଡାକିକିରି ଆଲୋଚନା କରିବାକୁ ପଡ଼ୁଛି। ପ୍ରାୟ ସମାଧାନ ଅଛି, କିଛି ସେମିତି ଅଧିକ କିଛି ସେମିତି ଗୁରୁତ୍ୱର ନାହିଁ। ଦେଖନ୍ତୁ ସେଇଟା ତାଙ୍କର ବ୍ୟକ୍ତିଗତ କଥା, ସେ ତ କହିଛନ୍ତି ଆପଣମାନେ ସବୁ ଜାଣିଛନ୍ତି, ସେଇଟାକୁ ଆମକୁ ପଚାରିବା ଉଚିତ ନୁହଁ। ଆମର ନେତା ଅଛନ୍ତି ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ମହୋଦୟ, ତାଙ୍କର ନିର୍ଦ୍ଦେଶରେ ପରିଚାଳନା ହେଉଛି, ତାଙ୍କ ନିର୍ଦ୍ଦେଶରେ ଆମେ କାମ କରୁଛୁ। ନାଇଁ ନାଇଁ ମୁଁ ତ ଜାଣିନି କ'ଣ ଦରବାର ଚାଲିଛି। ଦରବାର କେବଳ ନବୀନ ପଟ୍ଟନାୟକର ଚାଲିଛି। ନବୀନ ପଟ୍ଟନାୟକ ପାଖରେ ଆମେ ଯାଉଛୁ ଆଉ କଥା ହେଉଛୁ। ଆମେ ତାଙ୍କ ସାଙ୍ଗରେ କଥା ହେଇକରି କେଉଁ ଜିଲ୍ଲାରେ କ'ଣ ବ୍ୟବସ୍ଥା ଅଛି, କେଉଁ ଜିଲ୍ଲାରେ କେମିତି ସଂଗଠନ ଆଉ ଟିକେ ମଜବୁତ ହେବ ସେଇ କଥା ଆମେ ଚାଲିଛି। ପାଣ୍ଡିଆନ ଯଦି ଆସିବାକୁ ଚାହିଁବେ ଆପଣମାନେ ସ୍ୱାଗତ କରିବେ?
ନା ସେଟା ତାଙ୍କର ବ୍ୟକ୍ତିଗତ ମତ ଆପଣ ସମସ୍ତେ ଜାଣିଛନ୍ତି ସେ ତ କ'ଣ କହିଥିଲେ ଇଲେକ୍ସନ୍ ପୂର୍ବରୁ କ'ଣ କରିଥିଲେ ଇଲେକ୍ସନ୍ ପରେ କ'ଣ କହିଲେ ସେ ଆପଣ ଜାଣିଛନ୍ତି ସେ ତାଙ୍କ ସହିତ ଆପଣ ଆଲୋଚନା କଲେ ଭଲ ହେବ